ସାଧୁସଙ୍ଗ ସର୍ବଶାସ୍ତ୍ର ପାଇଁ ଲବମାତ୍ର ସାଧୁସଙ୍ଗ ସର୍ବସିଦ୍ଧି। ଯେଭଳି ଦସ୍ୟୁ ରତ୍ନାକର ନାରଦ ମୁନିଙ୍କର ସଙ୍ଗ ପ୍ରାପ୍ତ କରି ସେ ସନ୍ଥ ବାଲ୍ମୀକିରେ ପରିଣତ। ଧ୍ରୁବ ମହାରାଜ, ପ୍ରହ୍ଲାଦ ମହାରାଜ ଯେତେ ଯିଏ ବି ମହାନ ଭକ୍ତ ହୋଇଛନ୍ତି ସେ ଆଉ ଜଣେ ଭକ୍ତଙ୍କର ସଙ୍ଗରେ ଆସେ। ତ ସବରୀ ଯେତେବେଳେ ମାତାଙ୍କ ମୁନିଙ୍କର ଶରଣ ନେଲେ ସେ ତାଙ୍କୁ ଆଶ୍ରୟ ଦେଲେ ଆଶ୍ରମରେ। ଆଉ ସେ ପ୍ରତିଦିନ ଆଶ୍ରମରେ ସେବା କରନ୍ତି, ପାଣି ଆଣିବା, ରୋଷେଇ କରିବା, ବିଭିନ୍ନ ପ୍ରକାର ଝାଡ଼ୁ ମାରିବା ଆଦି ସେବା, ଆଉ ଭଗବାନଙ୍କର କଥା ବି ଶ୍ରବଣ କରେ। ଏଭଳି ବହୁତ ଦିନ ପରେ ମାତାଙ୍କର ସେ ବୃଦ୍ଧ ହେଇଗଲେ। ଆଉ ସେ ଭଗବତ ଧାମ ଯିବା ପାଇଁ ଶେଷ ସମୟରେ ସବୁ ମୋର ଭକ୍ତି ଆଉ ଶ୍ରଦ୍ଧାରେ ପ୍ରଭୁ ସନ୍ତୁଷ୍ଟ। କିନ୍ତୁ ଆମେ ଭଗବାନଙ୍କ ଧାମକୁ ଯିବୁ ଭଗବାନଙ୍କ ଦର୍ଶନ ପାଇଁ, କିନ୍ତୁ ତୁମର ସେବା ଆଉ ଭକ୍ତିରେ ଭଗବାନ ସ୍ୱୟଂ ଏଠି ଆସିଲେ ତୁମକୁ ଦର୍ଶନ ଦେବା। ତ ଗୁରୁଙ୍କର ଏଭଳି ବଚନରେ ସବରୀ